ପୁଣି ଦେଖିବା ସେଇ ଶ୍ରାବଣ ମାସର ତୃତୀୟ ପଦ। ହିଂସାବାଦ ଅହଙ୍କାର ଏହାକୁ ଯେବେ ନ କରିବ ଦୂର, ସୁଜନେ ଗୋ ତେବେ ପାଣି ଭାରଟି ଅସାର, ସୁଜନେ ଗୋ। ପିତାମାତା କାନ୍ଦୁଥିବେ, ପୁତ୍ର କନ୍ୟା ପାଣି ଭାର ବୋହିବେ, ସୁଜନେ ଗୋ କେବେ ସୁଫଳ ସେ ନ ପାଇବେ, ସୁଜନେ ଗୋ। ପାଣି ଭାର ନେଲା ବେଳେ ମଦ ଗଞ୍ଜେଇକି ଛାଡ଼ ଯେ ଭଲେ, ସୁଜନେ ଗୋ ଛାଡ଼ିଲେ ପୁଣି ସୁଫଳ ମିଳେ, ସୁଜନେ ଗୋ। ହିରୋଇନ ଚରସ ହୋଇ କୋକେନେ ମରଫିନି ଛୁଇଁବ ନାହିଁ, ସୁଜନେ ଗୋ। ବ୍ରାଉନ ସୁଗାରକୁ ଦୂରେ ଥୋଇ, ସୁଜନେ ଗୋ। ଯେଉଁମାନେ ଯେତିକି ଦିନ ଭକ୍ତିରେ ରହନ୍ତି ସେମାନେ ଫଳ ପାଆନ୍ତି। ଦେଖନ୍ତୁ ପୂର୍ବକାଳରେ ଯେଉଁ ଅସୁର ଥିଲେ, ରାବଣ ହୁଅନ୍ତୁ ବା ଯେକୌଣସି ଲୋକ ହୁଅନ୍ତୁ ଥିଲେ ଅସୁର, ସେମାନେ ଯେତେବେଳେ ତପସ୍ୟା କରିବେ ସେମାନେ କ'ଣ ନିଶା ଦ୍ରବ୍ୟ ଖାଆନ୍ତିନି। ବହୁତ ଅସୁର ତପସ୍ୟା କରିକି ଠାକୁରଙ୍କୁ ପାଇଛନ୍ତି। ସେମାନେ ଯେତେବେଳେ ସେ ମାସକ କି 6 ମାସ କି ବର୍ଷେ ସେ ତପସ୍ୟା କରନ୍ତି, ସେମାନେ ସେତେବେଳେ ନିଶା ଖାଆନ୍ତି। ସେମିତି ଆପଣଙ୍କର ଏ ଯେଉଁ କାମ ପାଣି ବୁହା ଗୋଟେ ତପସ୍ୟା, ମୁଁ ଏଇଠୁ ଏଠିକି ଯିବି ଗୋଟେ ତପସ୍ୟା କାମ। ଏ ସମୟରେ ବର୍ତ୍ତମାନକୁ ମନରୁ ଅହଙ୍କାର ଛାଡ଼ିବ, ହିଂସାବାଦ ଛାଡ଼ିବ। ଯେଉଁ ପୁଅ ପିତାମାତାଙ୍କୁ କନ୍ଦେଇକି ପାଣି ନେଇକି ଯିବ, ମୁଁ ପାଣି ନେଇଯିବି, ମୋର 5 ଟଙ୍କା ଦେ, ନହେଲେ ପିଟି ଦେବି, ଏମିତି କଥା କହିକି ଯେ ପଇସା ନେଇକି ବାପା ମାଆଙ୍କୁ ଡରେଇକି ଯିବ ପାଣି ଭାର ଆଣିବାକୁ, ସିଏ କିଛି ଫଳ ପାଇବନି। ବାପା ମାଆଙ୍କୁ ଶାନ୍ତି କରିବ, ଘରୁ ବାହାରିବ, ଶାନ୍ତିରେ ଯିବ, ଭକ୍ତିରେ ଯିବ, ଫଳ ନିଶ୍ଚୟ ପ୍ରାପ୍ତ ହେବ। ପାଣି ଭାର ନେଲାବେଳେ ମଦ ହେଉ, ଗଞ୍ଜେଇ ହେଉ, କୌଣସି ନିଶାକ୍ତ ଜିନିଷ ଖାଇବେ ନାହିଁ। ବହୁତ ଲୋକ ମୋତେ ଶିବ ଗଞ୍ଜେଇ ଖାଆନ୍ତି। କିଏ ଶିବ ଗଞ୍ଜେଇ ଖାଇବା କିଏ ଦେଖିଛି ନା କେଉଁ ବହିରେ ଖାଇଛି? ଜମା ନୁହଁ। ଶିବ ପରମାତ୍ମା ସେ ଗଞ୍ଜେଇ ଛୁଅନ୍ତିନି। ସେ ଗୋଟେ ପ୍ରଥା ରହିଛି ଯେ ଶିବ ଗଞ୍ଜେଇ ଖାଆନ୍ତି। କିନ୍ତୁ ଆପଣ ଯଦି ନୀତି ନିୟମ ଯିବେ, ଗଞ୍ଜେଇ ହେଉ, ଭାଙ୍ଗ ହେଉ, ମଦ ହେଉ, କିଛି ଛୁଇଁବା ଆବଶ୍ୟକ ନାହିଁ। ହିରୋଇନ୍ ନାହିଁ, ଡ୍ରଗ୍ସ ନାହିଁ, କୋକେନ୍ ନାହିଁ, ମର୍ଫିନ୍ ନାହିଁ, କିଛି ଛୁଇଁବେ ନାହିଁ। କି ବ୍ରାଉନ ସୁଗାର ବି ନାହିଁ, କିଛି ଛୁଇଁବେ ନାହିଁ। ପୁରା ନୀତି ନିୟମରେ ଯିବେ, ଫଳ ନିଶ୍ଚୟ ଶୁଭ ଫଳିବ। ନୀତିରେ ନ ଗଲେ ଫଳ ନାହିଁ, ନିଷ୍ଫଳ।